मधु गड़ुची मकरंद गोविंद 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 मधु गड़ुची मकरंद मकरंद पान करी हेले तरिले रतनारी श्री रतनारी कपयरे चित मठाऊ किरतरे चित निरंतर कृष्ण बोली कृष्ण बोली जाऊ जीवा मते उधर राधा धब सुजने दई मन बुझाई कहूँ पुराण पक्ष परुषि बोली नाम हरिदा पूर्ण पूजा आम जो नाग बाछा पूजा करुचु नाग देवता को पूजा करू से नाग देवता केनु जात होती जानी कश्यप वाली जड़े ऋषि थे तो बहुत गुड़े रानी थे किंतु से मध्यरु 8टा थिले मुख्य पाटरा दुईटा थे मुख्य पाटरा कद्रु एवं विनीता दिने तांकर स्वामी को बर मागे जे कद्रु कहला जे प्रभु स्वामी मते एंता बरते दियो जे मोर 100टा पुत्र जन्म आ विनीता कहला जे मते 100टा पुत्र दरकार नहीं मते 2टा पुत्र पछि कि गुटे पुत्र पछि हो किंतु से पुत्र बुद्धिमान ज्ञानवंत धर्मवंत समस्त को तार 100टा पुओ थारु मोर पुओ जीती करि थाउ तो विनीता गुटे पुओर बर मागी थो ना कद्रु 100टा पुत्र बर मागी ननिल तो जिते कश्यप ऋषि पत्नी को आशीर्वाद कले तो कद्रु गर्भर 100टा नाग साप जन्म है बुझीपार तो नाग साप सर्वप्रथम वासुकी सर्प जन्म है अनंत नाग जन्म है कद्रुंकर 100टा अंडा तापर विनीता पाली आसीगला कि कद्रु जे 100टा पुत्र जन्म कलान कि मोर छुआ मैंने के जन्म है तो गुटे अंडा को जिते फोड़ी देछन अधागड़ा शरीर होकर गोटे छुआ जन्म होकर सांगे सांगे तार मृत्यु हो गला तार नाम थिला अरुण बोली माँ आज तुम भूल काम कल मुई अधागड़ा होकर यहाँ तुम स्वर्गवास किंतु
ନନିଲ ତ ବିନିତା ଯେତେବେଳେ ତାଙ୍କର ଛୁଆ ଗୋଟେ ଖରାପ ହେଇଗଲା ତାଙ୍କର ମନ ଦୁଃଖ ହେଇଗଲା ତାପରେ ଆଉ ଗୋଟେ ଅଣ୍ଡା ତାଙ୍କ ବିନିତା ପଡବାକୁ ଯାଇଛି ଆଗ ତୃତୀୟ ଗର୍ଭ ଗରୁଡ଼ ହୋଇଲେ ଜନମ ଗରୁଡ଼ ଅଟେ ଜ୍ଞାନବନ୍ତ ସୁର ସୁର ହେ ସାଧୁସନ୍ତ ଶହେଟା ପୁତ୍ର ନାଗ ସାପ ବିନିତାର ଗୋଟିଏ ପୁତ୍ର ଗରୁଡ଼ ଶହେ ପୁତ୍ରର ଯେତେ ବୁଦ୍ଧି ଶକ୍ତି ଯେତେ ଥିଲା ଗରୁଡ଼ଙ୍କର ଦେହରେ ଗୋଟିଏ ଲୋକ ତ ଦୁଇଟା ଗୋଟେ ସ୍ୱାମୀ ଯଦି ଦୁଇଟା ସ୍ତ୍ରୀ ଯଦି ରଖିଥିବେ ସେଟା ଭଉଣୀ ଭଉଣୀ ହେଲେ ବି ପୁରୁଷ ମୋର ଘଟଣା ତ ସେ ପରମ୍ପରାକେ ସେମାନେ ମଧ୍ୟ ପତି ନିଶ୍ଚିତ ନେଇ ରହେ ଦିନେ ସର୍ପଙ୍କର ମା ନାଗ ସାପର ମା କଦ୍ରୁ ଚିନ୍ତା କଲା ତାକେ ଯେନ୍ତା କରିକି ମୁଁ ତାକେ ଦାସୀ କରିକି କହିଲେ ଆଉ ଗୋଟେ ବାଜି ଲଗା ତାଙ୍କର ଘରେ ଗୋଟେ ଧଳା ଘୋଡ଼ା ଥାଏ ତ ଧଳା ଘୋଡ଼ାକୁ ସମସ୍ତେ ଦେଖିଛନ୍ତି ତ ବିନିତାକୁ କହିଲା ଯେ ବିନିତା ଆଜି ଦୁହେଁ ଆମେ ମିଶିକରି ବାଜି ଲଗାମା ଆମ ଘରେ ଯେନ୍ ଧଳା ଘୋଡ଼ାଟେ ଅଛି ତାର ଦେହରେ କିଛି ଦାଗ ଅଛି କି ନାଇଁ ନ ତୁ ସେ କଥା ତ କଦ୍ରୁ କାଣା କଲା ତାର 100ଟା ପୁଅକେ କହି ଦେଇଛି ଆଗରୁ ଚ୍ୟାଲେଞ୍ଜ କରୁଛି ଯା 100 ପୁତ୍ର ମୋର କଥା ମାନିକରି ଧଳା ଘୋଡ଼ା ତାର ଲାଇନରେ ଲଟକି କରିଥିଲେ ଆଉ ମୁଁ ବିନିତା ସଙ୍ଗେ ବାଜି ଲଗାଉଛି ତ ବିନିତା ଜାଣିଥିଲା ଯେ ଆମ ଘରେ ତ ସମ୍ପୂର୍ଣ୍ଣ ଧଳା ଘୋଡ଼ା ଏକା ଏଇଟା ସମ୍ପୂର୍ଣ୍ଣ ଧଳା ଘୋଡ଼ା ଏକା ବୋଲିକରି ବିନିତା ବାଜି ଲଗାଛି ଆଉ କଦ୍ରୁ କହିଲା ଯେ ଧଳା ଘୋଡ଼ାରେ କିଛି ନା କିଛି ଚିହ୍ନ ବର୍ଣ୍ଣ ଅଛି ଚାଲ ତାହେଲେ ପାଶେ ଦେଖିଯିବା ଯେତେବେଳେ ଦେଖି ଯାଇଛନ୍ ସର୍ପର 100ଟା ସର୍ପ ଲାଇନରେ ଲଟକି କରି ତ ବିନିତା କଦ୍ରୁ ଯେତେବେଳେ ଖୋଲା କରିଦେଲା ବିନିତା ହାରି ଯାଇଛନ୍ତି ଆଉ ବିନିତା ହାରି କରି କଦ୍ରୁଙ୍କର ଦାସୀ ହେଇକରି ରହିଛନ୍ତି ତ ବିନିତାଙ୍କର ପୁଅ ହଉଛନ୍ତି ଗରୁଡ଼ ଚିନ୍ତା କଲା ମୋର ମା କେତେ ଦିନ ଏନ୍ତା କରି ଦାସୀ ହେଇପାରିଥିବା କି କେନ୍ତା କରି ମୋର ମା କୁ ମୁକ୍ତି କରିଦେବି ବୋଲିକରି ତାଙ୍କର ଅନ୍ୟ ମା କଦ୍ରୁକୁ ପଚାରି ଯାଇଛି କଦ୍ରୁ मोर माँ कतरू जे मोर माँ के तारा तो सीधा बोले कि चाचू कोनो मुक्ति करबो है तो माँ मोर माँ तो कद्रू काय बोले जानी काना कहले इंद्रपुर स्वर्गपुर रे अमृत अछि से अमृत आनी कर जदी मते देबो बोले मोर 100टा सर्प के स्वामी अमर करा आ तमर माँ कद्रू के मुक्ति करे तो सही समय रे काना हैला आगो सही समय रे देखो गरुड़ दे जानो आगो तू धर्मा बाकू देखो करिले गमन आगो सही समय रे देखो गरुड़ दे जानो इंद्र सभा देखो करिले गमन तो गरुड़ अमृत आनवा इंद्रंकर सभा इंद्रंकर संगे युद्ध कर अमृत आईसन आउर माँ कद्रू को कहले जे तुमे दिन अमृत मोर माँ को दासी कर आज अमृत आनी मोर माँ को आगो से ही समय रे देखो इंद्रदेव जान मत्स्यपुर को करिले गमन ସେହି ସମୟରେ ଦେଖ ଇନ୍ଦ୍ରଦେବ ଜାନ ମତ୍ସ୍ୟପୁରକୁ ଯେତେଇ କରିଲେ ଗମନ
ଯେତେବେଳେ ଗରୁଡ ସ୍ୱର୍ଗପୁର ଇନ୍ଦ୍ରରାଜ ଠାରୁ ଛଡେଇ ଆଣିଛନ୍ ହଁ ଆଉ ଗୋଟେ ଜାଗାରେ ରଖିଛନ୍ ଭାଇ କହ ତ ସାଙ୍ଗେ ସାଙ୍ଗେ ଇନ୍ଦ୍ରଦେବ ସ୍ୱର୍ଗରୁ ମର୍ତ୍ତ୍ୟକେ ଆସିଲେ ହଁ ଆଉ ଅମୃତକେ ଛଣେଇ କରି ପୁଣି ଥରେ ସ୍ୱର୍ଗ ଲୋକକେ ନେଇଯାଉଛନ୍ତି। ତ ସେହି ସମୟରେ ଅଦ୍ଭୁତ ଜାଣିପାଇଲେ କଦ୍ରୁର 100ଟା ପୁତ୍ର। ଅଙ୍କା ଜାଗା ନା ଅମୃତ କେ ପୁତେ ତମେ ରାତି କୁକୁଡ଼ାଟା କେନ ଭାଗି ଯାଇଥିବ ନା ନେଲେ ଲୁଚେ ଲୁଚା ଭିତରେ ତ ଅମୃତ ଖାଇବା ପାଇଁ ଯେତେବେଳେ ସର୍ପ ମାନେ ଯାଉଛନ୍ତି ତ ସେଇ ସମୟରେ ଇନ୍ଦ୍ର ଦେବତା ଅମୃତକୁ ଛଣେଇ କରି ନେଇଯାଉଛନ୍ତି। ଗୋଟେ ବୁନ୍ଦା ଅମୃତ ଲତା ଗୋଟାରେ ପଡିଯାଇଛି। ତ ଇନ୍ଦ୍ର ତ ଅମୃତ ଛଣେଇ ନେଇଗଲା ନ ଗୋଟେ ବୁନ୍ଦା ଖାଇକରି ଆମେ ସର୍ପ ଜାତି ସମସ୍ତେ ଅମର ହେଇଥିଲା ବୋଲିକି ଯେତେବେଳେ କଦ୍ରୁର 100ଟା ପୁଅ ସାପ ମାନେ ଦେଇଛନ୍ ଆଉ ମାର ଝଗଡା ହେଇଯାଉଛନ୍ ଲଟା ବୁଟାରେ ଯେତେବେଳେ ପଡିଛି ଅମୃତ ସର୍ପ ଏନ୍ତା କାଟିକରି ଯେତେବେଳେ ଖାଇଦେଲେ ଭାଇ କହ ତାଙ୍କର ଜିଭ ଦି ଭାଗରେ ଚିରି ହେଇଗଲା। ଚିରି ହେଇଗଲା ପହଲା ହେନ୍ତା ସାପ ମାନଙ୍କର ଦି ଜିଭ ନେଇଥିଲେ ହଁ ଅମୃତ ପାଇଁ ଗୋଟେ ଲଟା ବୁଟାରେ ପଡିଥିଲା ଅମୃତ ବୋଲିକରି ଭାଇ କହ ସେଟାକେ ଏମିତି କାଟି ଦେଇ ତାଙ୍କର ଲଟାରେ ଲାଗିବ ତାଙ୍କର ଜୀବଟା ଦି ଭାଗରେ ବିଭକ୍ତ ହେବ। ଭାଇ କହ ତ ଏହି ପ୍ରକାରେ କଶ୍ୟପ ଋଷିଙ୍କର 2 ପତ୍ନୀ ଗର୍ଭରୁ ଜନ୍ମ ହେଇଥିଲେ 100ଟା ସର୍ପ ଏବଂ ଗରୁଡ। ତେଣୁ କରି ଗରୁଡଙ୍କର ମାକେ ଦାସୀପଣରେ ରଖିଥିଲେ ବୋଲିକରି ପ୍ରତିଶୋଧ ନେବା ପାଇଁ ଗରୁଡ ଏବଂ ସର୍ପର ଦେହକୁ ମିଶିଯିବେ ସେମାନେ। ଭାଇ କହ ବହୁତ ତପସ୍ୟା କଲା ପରେ ବାସୁକୀ ସର୍ପ ହେଇଥିଲେ ମହାଦେବଙ୍କର ଭକ୍ତ ଯେନ୍ଟାକି ଗଳାରେ ଆଉ ବହୁତ ତପସ୍ୟା କଲା ପରେ ଅନନ୍ତ ସର୍ପ ହେଇଥିଲେ ଭଗବାନ ବିଷ୍ଣୁଙ୍କର ସଜ୍ଜା ଆଉ ବହୁତ ତପସ୍ୟା କଲା ପରେ ଗରୁଡ ହେଇଥିଲେ ଭଗବାନ ବିଷ୍ଣୁଙ୍କର ବାହନ ବୁଝିପାରୁଛ। ତ ସେଇ କଦ୍ରୁଙ୍କର 100ଟା ପୁତ୍ର ଆଜି ଭଗବାନଙ୍କର ଶରଣାଗତ ଗଲେ ବୋଲିକରି ଆଜି ସମସ୍ତେ ଭଗବାନ ମହାଦେବଙ୍କର ଉପଲକ୍ଷେ ଆମେ ନାଗବାଛା ପୂଜା କରୁ। ପ୍ରଭୁ ଶ୍ରୀରାମ ନାଗ ପଞ୍ଚମୀ ସମସ୍ତଙ୍କର କଲ୍ୟାଣ କରନ୍ତୁ ବୋଲ ଆନନ୍ଦ ସାଗର ହରି ବୋଲ ଗୌର ଗ୍ରାମର ମଙ୍ଗଳ একবার ହରି ହରି ବୋଲ बोलो भारत माता की ଜୟ ଏହିପରି ଜଣ ପ୍ରାଣର ବିଧାନ ଭୁଲିଲେ କ୍ଷମା କର ଏହିପରି ଜଣ ପ୍ରାଣର ବିଧାନ ଭୁଲିଲେ କ୍ଷମା କର ଏ ସଭାର ଜନ। ନାନୀ କେନ୍ତା କରୁଛ? କେନ୍ତା କରମି ନାଚୁଛେ ଆମର ବାପା